ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ରାଶି ସମସ୍ତଙ୍କ ମନକୁ ମୋହିଥାଏ। ଏ ପ୍ରକୃତିର ସୃଷ୍ଟି କେତେବେଳେ କେଉଁଠି ହୋଇଥିଲା କେହି ଜାଣିନାହାନ୍ତି। କିନ୍ତୁ এই ପ୍ରକୃତି ଯେ ଆମକୁ ସବୁ କିଛି ଦେଇଛି, ଏ ପ୍ରକୃତିର ଯାହା ଦେଇଛି ଆମେ ତାକୁ କେବେ ହେଲେ ସୁଝିପାରିବା ନାହିଁ। ଯେଭଳି ବାପାଟିଏ ତା ପୁଅକୁ କି ଝିଅଟାକୁ ମଣିଷ କରି ଗଢ଼ି ତୋଳି ସାରିଲା ପରେ ସେ ତା ପାଖରୁ କି ଯେତିକି ଖର୍ଚ୍ଚ ହେଇଛି କି ପଢ଼ା ଖର୍ଚ୍ଚ ହଉ ତାକୁ ଆଗେଇ ନେବାର, ଏମିତି ସେ ପୁଅ ହଉ କି ଝିଅ ହଉ ତାର ବାପାର ମୂଲ୍ୟ ଟିକେ ଦେଇପାରେ ନାହିଁ। ସେହିଭଳି ପ୍ରକୃତି ଆମକୁ ସୃଷ୍ଟି କରିଛି ସତ, କିନ୍ତୁ ତାର ଆମେ ମୂଲ୍ୟ ଦେଇପାରିବା ନାହିଁ। ଏ ପ୍ରକୃତିରୁ ଆମେ ଏତିକି ଶିଖୁଛନ୍ତି, ପ୍ରକୃତି ଆମକୁ ଏଇ ଗଛଟିଏ ଆମକୁ ଛାଇ ଦେଉଛି, ଫୁଲ ଫଳ ଦେଇପାରୁଛି। ସେଇ ପ୍ରକୃତି ମାଆକୁ ଆଜି ଶହେ ଶହେ କୋଟି କୋଟି ପ୍ରଣାମ। ପ୍ରକୃତିକୁ କେହି ଭୁଲନ୍ତୁ ନାହିଁ। କେତେବେଳେ ଏ ପ୍ରକୃତିକୁ ଆପଣ ଧୋକାବାଜି କରନ୍ତୁ ନାହିଁ। ଏଇ ଗଛଟିଏକୁ କେହି କାଟନ୍ତୁ ନାହିଁ। ଗଛ ଆମର ଜୀବନ ସାଥୀ, ଆମକୁ ବର୍ଷା ବାତ୍ୟା ପବନ ଝଡ଼ ତୋଫାନ ଠାରୁ ରକ୍ଷା କରୁଛି। ତେଣୁ ଏଇ ବୃକ୍ଷ ଗୁଡ଼ିକୁ କାଟନ୍ତୁ ନାହିଁ। ଏ ବୃକ୍ଷ ହେଉଛି ଆମର ଜୀବନଦାତା। ବୃକ୍ଷ ହେଉଛି ଆମର ଜୀବନ। ତେଣୁ ଇଏ ଆମକୁ ବହୁତ ପ୍ରକାରରେ ସାହାଯ୍ୟ କରିଛି। ତେଣୁ ବନ୍ଧୁମାନେ, ଆପଣ ଗଛଟିଏ ଲଗାନ୍ତୁ କିନ୍ତୁ ଗଛ କାଟନ୍ତୁ ନାହିଁ। ମୋର ଆଜିକାଲି ସମାଜକୁ ଏତିକି ମୋର ବାର୍ତ୍ତା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।